ओम नमो भगवते वासुदेवाय। षष्ठ अध्याय। जे रूपे ईश्वर प्रवेशे महत आदि तत्वमिसे विराट पुरुष संभव। षष्ठ अध्याये प्रस्ताव। मैत्रेय उवाच एमंत देवंक वचन शुणि संतोष भगवान। निद्रित प्राय लोकतंत्र ईश्वर इच्छार आयत। से काल शक्ति रूप धरी त्रयोविंशति तत्वे पुरी। चेष्टा स्वरूपे तांक मध्ये निद्रित कर्म कुप्रबोधे। संजोग करी भिन्न भिन्न जाहार जहि प्रयोजन। से त्रयोविंश तत्वगणे ईश्वर आज्ञा परमाणे। जे जाहा मात्रा बल लई अधिपुरुष रूप बहि। एमंते परम पुरुष मात्रांक मध्ये परकाश। एक आरके क्षोभ पाई चर चर लोक जहि। सुवर्णमय से पुरुष रहिला सहस्र बरस। जले शयन नारायण अनादि परम कारण। सकल जीव आत्मा सेहि सर्व शरीरे संचरई। संसारे जेते प्रजापति विश्व संसार कुसर्जन्ति। ताहांक रूप हेतु सेहि तृतीय शक्ति किसे बहि। दैव आत्मा कर्ममय विभाग करी आत्मदेह। सर्जिला एक दश तीनि सृष्टि व्यापारे कर्म घेनी। अशेष प्राणी आत्मा एहि खेलई अंश रूप होई। आदि अवतार सर्जन ए भूत ग्राम भिन्न भिन्न। अध्यात्म अधिभूत भाव पुनि कल्पिला अधिदेव। विराट रूपे दश प्राण एकासे हृदय कारण। जे प्राण अपान समान उदान व्यानटी प्रमाण। कृकर कूर्म नागख्यात जे धनंजय देवदत्त। एमंते दश प्राण करी एहांक वृत्ति भेदे हरि। विश्वसर्जन अर्थे हरि तत्वंक कथा कुसुमरी। प्रजापतिंक जन्म जानी विराज देहे चक्रपाणी। तक्षणे पशि निज तेजे जे बाजे प्रयोजन कार्ये। स्थान भी आई देव अर्थे शुणतु स्थापिले जे मन्ते। विराज मुंडे तुंड करी वचन अर्थे अधिकारी। अग्नि स्थापिले शब्द अर्थे एबे तु शुण एक चित्ते। से मुख मध्ये तालु भेदी वरुण रसना संपादी। जिह्वा आवरी षडरसे थापिले आस्वादन बसे। तुंड उपरे नासाद्वारे बसिले अश्विनी कुमारे। घ्राण आवरी गंध अर्थे सुगंध दुर्गंध सहिते। से नासा मूले चक्षुद्वार सम्मेव सही दिवाकर। ज्योतिस्वरूपे से लोचने रहिले रूप संपादने। पवन बहे देहे पशि केबे काहीं रे न मिसी। शीत तपत जानिबारे चर्मे बसिले अधिकारे। सेबेनी चक्षुर उपरे बाम दक्षिण कर्णद्वारे। शबद अर्थे दिग बसे जे बा शबद जेणे भासे। तोक जे चर्मु भिन्न हेला औषधि लोमे जे बसिला।
ସେହି ଲୋ ମରୁ କଣ୍ଡୁ ଆଦି ହୁଅଇ ସ୍ପରଶ ସୁଖାଦି ମେଢ୍ର ଆବୋରି ଲିଙ୍ଗ ବୃତ୍ତି ତହିଁ ବସିଲେ ପ୍ରଜାପତି ଶୁକ୍ରରେ ତସ ଅନୁବନ୍ଧେ ମୈଥୁନ ସ୍ପରଶ ଆନନ୍ଦେ ସନ୍ତତି ଉପୁଜିବା ଅର୍ଥେ ଲିଙ୍ଗେ ରହିଲେ ଦୃଢ଼ ଚିତ୍ତେ ତାଅଧେ ଅଷ୍ଟମ ଅଙ୍ଗୁଳେ ଯେ ମଳ ଦ୍ୱାର ପାୟୁମୂଳେ ମିତ୍ର ବସିଲା ତା ଆବରି ମୃତ୍ୟୁ ଦେବତା ସଙ୍ଗେ କରି ମଳ ଉତ୍ସର୍ଗ ଦୃଢ଼ ବନ୍ଧେ ବ୍ୟାପାର ଆବୋରି ଆନନ୍ଦେ ହୃଦ ଉପରେ ବେନି ଭୁଜେ ଇନ୍ଦ୍ର ବସିଲା ନିଜ ତେଜେ ବୃତ୍ତି ବ୍ୟାପାର କର୍ମ ଅର୍ଥେ ଜୀବର ଜୀବିକା ଯେ ମନ୍ତେ କଟି ସନ୍ଧାନ ପାଦ କରି ତହିଁ ବସିଲେ ନରହରି ଏ ପିଣ୍ଡ ଚଳିବ ଯେ ମନ୍ତେ ଗମନ ପ୍ରାପ୍ୟ ସ୍ଥାନ ଅର୍ଥେ ବାଗିଶ ବସେ ବୁଦ୍ଧି ମଧ୍ୟ ଯେଣୁ ଜୀବର ବୋଧ ଭେଦ ହୃଦୟ ଭେଦେ ନିଶାକର ଯେ ମନ ବ୍ୟାପାର ଗୋଚର ଚନ୍ଦ୍ରମା ତହିଁ ଦୃଢ଼ ମତେ ଆବୋରି ରହିଲା ନିଶ୍ଚିନ୍ତେ ଆତ୍ମାରେ ବସେ ଅଭିମାନ ଯେଣୁ କର୍ତ୍ତବ୍ୟେ ବହେ ଜ୍ଞାନ ଚିତ୍ତକୁ ଭେଦି ସ୍ରଷ୍ଟା ବସେ ଯେଣେ ସେ ବିଜ୍ଞାନ ପ୍ରକାଶେ ମୂର୍ଧନି ଦେଶେ ସ୍ୱର୍ଗ ରହେ ପାଦ ଯୁଗଳେ ମହି ବହେ ନାଭିରୁ ପ୍ରକାଶେ ଗଗନ ଗୁଣଙ୍କ ବୃତ୍ତି ଘେନି ଶୂନ୍ୟ ଏମନ୍ତେ ତିନି ଲୋକ ମତେ ଦେହେ ଆବୋରିଲା ନିଶ୍ଚିନ୍ତେ ସୁର ଈଶ୍ୱର ଗଣ ଜନ ଦେହେ କଳ୍ପିଲେ ଭଗବାନ ଅତ୍ୟନ୍ତ ସତ୍ୱ ଗୁଣେ କରି ଦେବେ ରହିଲେ ସ୍ୱର୍ଗପୁରୀ ରଜସ୍ୱଭାବ ନରଗଣ ଭୂମିରେ କଲେ ଅଧିଷ୍ଠାନ ରୁଦ୍ର ପାର୍ଷଦ ଭୂତଗଣ ତାଙ୍କ ସ୍ୱଭାବ ତମ ଗୁଣ ତାହାଙ୍କ ଅନ୍ତରିକ୍ଷ ଲୋକ ଯାହାକୁ ବୋଲି ଭୁବଲୋକ ବ୍ରାହ୍ମଣ ଜନ୍ମିଲା ମୁଖରୁ ଯେ ଚାରି ବର୍ଣ୍ଣଙ୍କର ଗୁରୁ ବିରାଜ ତେଜ ଗୁଣେ ହରି ଭୁଜୁ କ୍ଷତ୍ରିୟ ଜନ୍ମ କରି ବୈଶ୍ୟ ଜନ୍ମିଲେ ଜାନୁ ଯୁଗେ ଜୀବର ଜୀବିକା ସ୍ୱଭାବେ ଏ ତିନି ବର୍ଣ୍ଣ ସେବା ଅର୍ଥେ ଶୂଦ୍ର ଜନ୍ମିଲା ପାଦଗତେ ଯାହାର ସେବା ବୃତ୍ତି ଫଳେ ହରି ସନ୍ତୋଷ ଏ ଶୟଳେ ଏ ଚାରି ବର୍ଣ୍ଣ ଏ ଜଗତେ ସ୍ୱଭାବ ଧର୍ମ ଅନୁମତେ ଜଗତ ଗୁରୁ ହରିପାଦେ ଭଜିବେ ଯୁଗ ଅନୁବାଦେ ସ୍ୱଭାବ ବୃତ୍ତି ଘେନି ସୁଖେ ବିଷ୍ଣୁ ପୂଜିବେ ଯଜ୍ଞ ମୁଖେ ଏମନ୍ତେ ଶୁଣ ହେ ବିଦୁର ଯାହା କହିଲେ ଗଦାଧର ମୁଁ ତୋତେ କହିଲଇଁ ଭାବେ ଯାହା ପଚାରିଲୁ ପ୍ରସ୍ତାବେ ସେ ହରି ଯୋଗ ମାୟା ଅର୍ଥ କେ ମୁଖେ କହିତେ ସମର୍ଥ ତଥାପି ଜ୍ଞାନ ମୋର ଯେତେ ସବୁ କହିବି ତୋ ଅଗ୍ରତେ ଯେଣୁ ସେ କୃଷ୍ଣର ଚରିତ କରଇ ବଚନ ପବିତ୍ର ଯାହାର ମହିମା କଥନ ଅମୃତ ପିଏ ଯାର କର୍ଣ୍ଣ ଜନ୍ମ ମରଣୁ ସେହି ତରେ ନ ବୁଡେ ସଂସାର ସାଗରେ ତାର ମହିମା ଏ ସଂସାରେ କେ କହୁ ସହସ୍ର ବଛରେ ଯାର ମହିମା ଯୋଗେ ଚିନ୍ତି ବ୍ରହ୍ମା ଶଙ୍କରେ ମୋହ ଯାନ୍ତି ସେ ହରି ଏ ମାୟା ସଂସାରେ ମୋହିନୀ ରୂପରେ ପ୍ରଚରେ
ସେ ହରି ସ୍ୱୟଂ ଆତ୍ମଗତି ସେହି ନ ଜାଣେ ମାୟା ଗତି ଅପରେ କେବା ତାହା ଜାଣେ ବ୍ରହ୍ମାଦି ଯେତେ ଦେବଗଣେ ଯାର ଚରଣ ଖୋଜି ଗଲେ ମନ ବଚନ ନ ପାଇଲେ ଅପରେ କେ ତାହା ଜାଣିବ କେ ମୁଖେ ରେଣୁକୁ ଗଣିବ ସେ ହରି ପାଦେ କରି ଆସ କହି ଜଗନ୍ନାଥ ଦାସ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ ପରାନୁପ୍ରବେଶो ନାମ ଷଷ୍ଠୋऽଧ୍ୟାୟः ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ। ଓಂ ନମୋ ଭଗବତେ ବାସୁଦେବାୟ।